तमस्त्वज्ञानजं विद्धि मोहनं सर्वदेहिनां प्रमादालस्य निद्राभिस्तन्निबध्नाति भारत। बंधुगण, एई श्लोकरे श्रीकृष्ण तमोगुण विषय वर्णना करुछन्ति। से कहउछन्ति शरीर प्रति मोहर कारणरू उत्पन्न हेउथिबा अज्ञानताकू तमोगुण कहाजाए। तमोगुणरे मनुष्य आलस्य परायण ओ निद्राग्रस्त होइथाए। निद्राग्रस्त अर्थात अचेत अवस्था जेउथिरे मनुष्य को भूल और ठीकर ज्ञान न थाए। बंधुगण, तमोगुण सत्वगुणर ठीक विपरीत गुण अटे। ଏହା ଦ୍ୱାରା ପ୍ରଭାବିତ ବ୍ୟକ୍ତିମାନେ ନିଦ୍ରା, ଆଳସ୍ୟ, ମାଦକ ଦ୍ରବ୍ୟ ସେବନ, ହିଂସା ଏବଂ ଜୁଆ ଇତ୍ୟାଦିରୁ ଆନନ୍ଦ ପ୍ରାପ୍ତ କରିଥାନ୍ତି। ସେମାନେ ଠିକ୍ ଓ ଭୁଲ ମଧ୍ୟରେ ପାର୍ଥକ୍ୟ କରିବାର ବିଚାର ଶକ୍ତି ହରାଇ ବସନ୍ତି। ନିଜ ଇଚ୍ଛା ପୂରଣ ପାଇଁ ସେମାନେ କୌଣସି ବି ଅନୈତିକ କାର୍ଯ୍ୟ କରିବାକୁ ଦ୍ୱିଧାବୋଧ କରନ୍ତି ନାହିଁ। ନିଜର କର୍ତ୍ତବ୍ୟ ନିର୍ବାହ କରିବା ତାଙ୍କୁ ବୋଝ ସଦୃଶ୍ୟ ପ୍ରତୀତ ହୁଏ। ସେମାନେ ସେଥିରେ ଅବହେଳା ପ୍ରଦର୍ଶନ କରନ୍ତି ଏବଂ ଆଳସ୍ୟ ଓ ନିଦ୍ରା ପ୍ରତି ଆଗ୍ରହୀ ହୋଇଥାନ୍ତି। ଏହିପରି ଭାବରେ ଅଜ୍ଞାନତା ଜୀବକୁ ଅଜ୍ଞାନ ଅନ୍ଧକାରର ଗଭୀରକୁ ନେଇଯାଇଥାଏ। ନିଜର ଆଧ୍ୟାତ୍ମିକ ପରିଚୟ, ଜୀବନର ଲକ୍ଷ୍ୟ ଏବଂ ମାନବ ଶରୀରରେ ପ୍ରାପ୍ତ ହେଉଥିବା ଆଧ୍ୟାତ୍ମିକ ଉନ୍ନତିର ସୁଯୋଗ ଇତ୍ୟାଦି ବିଷୟର ପୂର୍ଣ୍ଣ ବିସ୍ତୃତି ହୋଇଯାଏ। ଶିକ୍ଷା। ହେ ଅର୍ଜୁନ, ତମଗୁଣ ଅଜ୍ଞାନତାରୁ ଜାତ, ଯାହା ଶରୀରସ୍ଥ ଆତ୍ମା ପାଇଁ ଭ୍ରମର କାରଣ ହୋଇଥାଏ। ଏହା ଅବହେଳା, ଆଳସ୍ୟ ଏବଂ ନିଦ୍ରା ଦ୍ୱାରା ପ୍ରାଣୀମାନଙ୍କୁ ମୋହିତ करे। O Arjuna, tamoguna, which is born of ignorance, is the cause of illusion. For the embodied soul, it deludes all living beings through negligence, laziness and sleep. Hare Krishna.